ଗୋଟେ କଥା ଜାଣିଛନ୍ତି ଭାଇ, ଜୀବନରେ ପରୀକ୍ଷା ସେମାନଙ୍କର ନିଆଯାଏ ଯେଉଁମାନେ ନା ଭଗବାନଙ୍କ ନିକଟତର ହେଇଥାନ୍ତି। କାରଣ କ୍ଲାସରେ ସେମାନେ ପରୀକ୍ଷା ଦିଅନ୍ତି ଯେଉଁମାନେ ଶ୍ରେଣୀରେ ପାଠ ପଢ଼ୁଥାନ୍ତି। ସେମିତି ଯେଉଁମାନେ ଭଗବାନଙ୍କୁ ଭକ୍ତି କରନ୍ତି, ଯେଉଁମାନେ ଭଗବାନଙ୍କୁ ସମର୍ପଣ ଭାବରେ ନିଜକୁ ସମର୍ପିତ ଦିଅନ୍ତି, ସେମାନଙ୍କର ପରୀକ୍ଷା ହୁଏ। ନହେଲେ ରାସ୍ତାରେ ଯାଉଥିବା ଲୋକଙ୍କର କି ପରୀକ୍ଷା ହୁଏ ଭାଇ? ଆଉ ଯଦି ଆପଣ ସେ ପରୀକ୍ଷାରେ ପାସ୍ କରିଯିବେ, ଯେମିତି ଆପଣ ପରୀକ୍ଷାରେ ମନ ଲଗେଇକି ପଢ଼ିକି ଆପଣ ପରୀକ୍ଷା ପାସ୍ କରିଗଲା ପରେ ଆପଣଙ୍କ ଘର ଲୋକ, ବାପା ମା, ଆପଣଙ୍କର ଶିକ୍ଷକ ଆପଣଙ୍କୁ ଖୁସିରେ ଆପଣଙ୍କୁ କୁଣ୍ଢେଇ ଧରନ୍ତି, ସେମିତି ଯଦି ଆପଣ ପରୀକ୍ଷାରେ ପାସ୍ କରିଯିବେ, ଜୀବନର କଷ୍ଟକୁ ଆପଣ ଅତିକ୍ରମ କରିଯିବେ, ସେଥିରୁ ଆପଣ କିଛି ଶିଖିବେ, ସେତେବେଳେ ନା ଆପଣଙ୍କୁ ଭଗବାନ ସକ୍ସେସ୍ ଦେବେ। ସେଥିପାଇଁ ଜୀବନ କେବେ ପରୀକ୍ଷାକୁ ଆପଣ କଷ୍ଟ ବୋଲି ଭାବନ୍ତୁନି, ସେଇଟା ଜୀବନର ଗୋଟେ ଶିକ୍ଷା ବୋଲି ଭାବନ୍ତୁ। ଯେଉଁ ଶିକ୍ଷା ଭଗବାନ ଆପଣଙ୍କୁ ଶିଖାଉଛନ୍ତି ଶିକ୍ଷକ ବନିକି। ରାଧେ ରାଧେ।